ଅନେକ ଦିନ ତଳର କଥା। ଧର୍ମପୁର ବୋଲି ଗୋଟିଏ ରାଜ୍ୟ ଥିଲା। ରାଜଧାନୀର ଶେଷ ମୁଣ୍ଡରେ ଏକ ବିରାଟ ବରଗଛ ଥାଏ। ସେଇ ବରଗଛରେ ଗୋଟାଏ କୋଇଲି ରହୁଥାଏ। ତାର ମିଠା ସ୍ୱର ସଭିଙ୍କୁ ମୁଗ୍ଧ କରୁଥିଲା। ସେଇ ରାଜ୍ୟର ରାଜା ଧର୍ମବୀର ଏବଂ ପ୍ରଜାମାନେ କୋଇଲିର ମଧୁର ଗୀତ ଶୁଣି ସୁଖ ଅନୁଭବ କରୁଥିଲେ। କୋଇଲିଟି ସେଇ ବରଗଛରେ ରହିବା ପରଠାରୁ ରାଜ୍ୟରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଉଥିଲା ବୋଲି ରାଜାଙ୍କର ଧାରଣା। ରାଜା ଧର୍ମବୀରଙ୍କ ସ୍ୱଭାବ ମଧ୍ୟ ସରଳ ଓ ଉଦାର। ଧର୍ମପୁରର ପଡ଼ୋଶୀ ରାଜ୍ୟ ହେଲା ବ୍ରହ୍ମପୁର। ଦୁଇ ରାଜ୍ୟକୁ ଭାଗ କରୁଥିଲା ଏକ ବିରାଟ ଜଙ୍ଗଲ। ଧର୍ମପୁରରେ ସବୁବେଳେ ସୁଖ ଓ ସମୃଦ୍ଧି ବିରାଜମାନ କରୁଥିଲା ବେଳେ ବ୍ରହ୍ମପୁରରେ ସବୁବେଳେ ଲଢ଼େଇ ଝଗଡ଼ା ଲାଗି ରହୁଥିଲା। ପ୍ରଜାମାନେ ପରସ୍ପରକୁ ଘୃଣା କରୁଥିଲେ। ରାଜା ମଧ୍ୟ ଖୁବ୍ ନିଷ୍ଠୁର ଥିଲେ। ବ୍ରହ୍ମପୁରର ରାଜା ଥରେ ଶିକାର କରିବା ପାଇଁ ଜଙ୍ଗଲକୁ ଗଲେ। ସେଠାରେ ସେ କୋଇଲିର ମଧୁର ସଙ୍ଗୀତ ଶୁଣିବାକୁ ପାଇଲେ। ତାଙ୍କୁ ଖୁବ୍ ଭଲ ଲାଗିଲା। ମନେ ମନେ ସେ ଠିକ୍ କଲେ ଯେ କୌଣସି ପ୍ରକାରେ କୋଇଲିକୁ ନିଜ ରାଜ୍ୟକୁ ନେଇ ଆସିବେ। ରାଜା ଜଙ୍ଗଲ ଭିତରେ କୋଇଲିକୁ ଠାବ କରିବାକୁ ଅନେକ ଚେଷ୍ଟା କଲେ, ମାତ୍ର କେଉଁଠାରେ ହେଲେ ପାଇଲେ ନାହିଁ। ରାଜା ବ୍ରହ୍ମଭଟ୍ଟ ନିଜ ରାଜ୍ୟକୁ ଫେରି ଆସିବା ପରେ ମନ୍ତ୍ରୀଙ୍କୁ କହିଲେ, ଆଜି ଶିକାର କରିବାକୁ ଯାଇଥିଲି। ଜଙ୍ଗଲ ଭିତରେ ଏକ କୋଇଲିର ମଧୁର ସଙ୍ଗୀତ ମୋତେ ବେଶ୍ ବିମୋହିତ କରିଛି। ତୁମେ ସେଇ କୋଇଲିକୁ ଖୋଜି ଆଣ, ଆମେ ତାକୁ ରାଜମହଲରେ ରଖିବା। ମନ୍ତ୍ରୀ ନିଜର ସିପାହୀମାନଙ୍କୁ ନେଇ କୋଇଲିକୁ ଖୋଜିବା ପାଇଁ ପଠାଇଲେ। ସିପାହୀମାନେ କୋଇଲି ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀଙ୍କୁ ଦେଲେ। କଥା ଶୁଣିବା ପରେ ରାଜା ଯେକୌଣସି ଉପାୟରେ ନିଜ ରାଜ୍ୟକୁ ସେଇ କୋଇଲିକୁ ଆଣିବା ପାଇଁ ଚାହିଁଲେ। ତେଣୁ ସେ ମନ୍ତ୍ରୀଙ୍କୁ କହିଲେ, ତାକୁ ଆଣିବାର ତୁମେ ବ୍ୟବସ୍ଥା କର। ମନ୍ତ୍ରୀ କିଛି ଗୁପ୍ତଚରଙ୍କୁ ନେଇ କୋଇଲି ଖୋଜି ନିଜ ରାଜ୍ୟକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। ଗୁପ୍ତଚରମାନେ ଅନେକ ଖୋଜାଖୋଜି କରିବା ପରେ ସେ କୋଇଲିଟିକୁ ନେଇ ଆସିଲେ। ରାଜା ବ୍ରହ୍ମଭଟ୍ଟ କୋଇଲିଟିକୁ ପାଇଁ ଖୁବ୍ ଖୁସି ହେଲେ। ତା ପାଇଁ ଏକ ସୁନାର ପିଞ୍ଜରା ତିଆରି କରିଦେଲେ। ମାତ୍ର କୋଇଲିଟି ପିଞ୍ଜରା ଭିତରେ ରହି ଖୁବ୍ ଉଦାସ ହୋଇ ଉଠିଲା। ସେ ଗୀତ ଗାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଲା। ଅନ୍ୟ ପକ୍ଷରେ ଧର୍ମପୁର ରାଜ୍ୟରୁ କୋଇଲିଟି ଶୂନ୍ୟ ହୋଇଯିବା ପରେ ହାହାକାର ପଡ଼ିଗଲା। ରାଜା ସୈନ୍ୟ ପଠାଇ ଖୋଜିବାର ବ୍ୟବସ୍ଥା କଲେ। ସୈନ୍ୟମାନେ ଖୋଜାଖୋଜି କରି ଫେରି ଆସିଲେ। ଗୁପ୍ତଚରମାନେ ଆସି ଖବର ଦେଲେ ଯେ ପଡ଼ୋଶୀ ରାଜା ବ୍ରହ୍ମଭଟ୍ଟ ସେଇ କୋଇଲିକୁ ଚୋରାଇ ନେଇଛନ୍ତି। ଏବେ ତାକୁ ପିଞ୍ଜରା ଭିତରେ ରଖିଛନ୍ତି। ଧର୍ମବୀର ଜାଣିଥିଲେ ପଡ଼ୋଶୀ ଦେଶର ରାଜା ଖୁବ୍ କ୍ରୂର। ମନ୍ତ୍ରୀଙ୍କୁ ଡକାଇ ପଚାରିଲେ, କୋଇଲିଟି ପକ୍ଷୀ କିପରି ଫେରାଇ ଅଣାଯିବ ତା ଉପାୟ କୁହନ୍ତୁ। ରାଜା ବ୍ରହ୍ମଭଟ୍ଟ କେବେ ହେଲେ ନିଜ ଇଚ୍ଛାରେ କୋଇଲିଟିକୁ ଦେବେ ନାହିଁ। କ'ଣ ଆମକୁ ସେଥିପାଇଁ ଯୁଦ୍ଧ କରିବାକୁ ହେବ? କିଛି ସମୟ ଚିନ୍ତା କରି ମନ୍ତ୍ରୀ କହିଲେ, ମହାରାଜ, ମୁଁ ମଧ୍ୟ ସେ ବିଷୟରେ ଚିନ୍ତା କରୁଥିଲି। ପାହାଡ଼ର ପାଦଦେଶରେ ଜଣେ ମହାତ୍ମା ରହୁଛନ୍ତି। ବ୍ରହ୍ମଭଟ୍ଟ ତାଙ୍କ ପାଖକୁ ଆଶୀର୍ବାଦ ନେବାକୁ ଯାଆନ୍ତି। ଏଣୁ ଆମେ ତାଙ୍କ ପାଖକୁ ଯାଇ ତାଙ୍କଠାରୁ ସାହାଯ୍ୟ ନେବା। ରାଜା ଧର୍ମବୀର ମନ୍ତ୍ରୀଙ୍କ ସହିତ ମିଶି ପାହାଡ଼ର ପାଦଦେଶରେ ରହୁଥିବା ମହାତ୍ମାଙ୍କ ପାଖକୁ ଗଲେ। ରାଜାଙ୍କୁ ଦେଖି ମହାତ୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମହାରାଜ, ଆପଣ ମୋ ପାଖକୁ କ'ଣ ପାଇଁ ଆସିଛନ୍ତି? ପ୍ରଜାମାନଙ୍କ ଉପରେ କୌଣସି ବିପଦ ଆପଦ ପଡ଼ିଲା କି? ଧର୍ମବୀର ମହାତ୍ମାଙ୍କୁ କହିଲେ, ବ୍ରହ୍ମଭଟ୍ଟ ମୋ କୋଇଲି ପକ୍ଷୀକୁ ଚୋରି କରି ନେଇଛନ୍ତି। ତାଙ୍କୁ ନେଇ ପିଞ୍ଜରା ଭିତରେ ଆବଦ୍ଧ କରି ରଖିଛନ୍ତି। ସେହି ପକ୍ଷୀଟି ରାଜ୍ୟ ସମୃଦ୍ଧିର ପ୍ରତୀକ। ଆପଣ ମୋତେ ସେହି ପକ୍ଷୀଟି ଫେରାଇବାର ଉପାୟ କୁହନ୍ତୁ। ମହାତ୍ମା କିଛି ସମୟ ଚିନ୍ତା କରି କହିଲେ, ତୁମେ ସେ ନେଇ ଚିନ୍ତା କର ନାହିଁ। ମୁଁ ତାର ବ୍ୟବସ୍ଥା କରିବି। ପିଞ୍ଜରା ଭିତରେ ରହିବା ପରେ କୋଇଲିଟି ନିରାଶ ହୋଇ ପଡ଼ିଥିଲା। ଗୀତ ଗାଇବା ବନ୍ଦ କରି ଦେଇଥିଲା। ତେଣୁ ରାଜା ବ୍ରହ୍ମଭଟ୍ଟ ଭାବିଲେ, କୋଇଲିଟି ପୁଣି କେମିତି ଗୀତ ଗାଇବ ସେ ବିଷୟରେ ମହାତ୍ମାଙ୍କୁ ପଚାରି ବୁଝିବେ। ସେ ମହାତ୍ମାଙ୍କ ପାଖରେ ପହଞ୍ଚି ନିଜର ସମସ୍ୟା ସମ୍ପର୍କରେ କହିଲେ। ସବୁ ଶୁଣି ସାରିବା ପରେ ମହାତ୍ମା ପଚାରିଲେ, ତୁମେ ସେ ପକ୍ଷୀଟିକୁ କଏଦ କରି ରଖିଛ? ରାଜା ଉତ୍ତର ଦେଲେ, ମୁଁ ଚାହେଁ ମୋ ରାଜ୍ୟର ଉନ୍ନତି ହେଉ, ମୋ ପ୍ରଜାମାନେ ସୁଖ ଶାନ୍ତିରେ ରୁହନ୍ତୁ। ସେ କୋଇଲି ପକ୍ଷୀଟି ବହୁତ ଶୁଭ। ତାରି ଯୋଗୁଁ ଧର୍ମପୁର ରାଜ୍ୟରେ ସୁଖ ଶାନ୍ତି ବିରାଜମାନ କରୁଛି। ଏଣୁ ମୁଁ ତାଙ୍କୁ ପିଞ୍ଜରା ଭିତରେ ରଖିଛି। ମହାତ୍ମା ଜଣକ ରାଗିଗଲେ ଓ କହିଲେ, ଆରେ ମୂର୍ଖ, ତୁମକୁ କିଏ କହିଲା ସେ ପକ୍ଷୀ ଶୁଭ ବା ଅଶୁଭ ବୋଲି? ଗୋଟାଏ ପକ୍ଷୀକୁ ଜବରଦସ୍ତ କଏଦ କରି ରଖିଲେ କ'ଣ ଧର୍ମପୁର ରାଜ୍ୟ ଅସମୃଦ୍ଧ ହୋଇଯିବ? ରାଜ୍ୟର ସମୃଦ୍ଧି ପକ୍ଷୀ ଦ୍ୱାରା ନୁହେଁ, ବରଂ ରାଜାର ଯୋଗ୍ୟତା ଦ୍ୱାରା ହୋଇଥାଏ। ରାଜା ପରୋପକାର, ସଦ୍ଭାବନା ଏବଂ ପ୍ରେମକୁ ନେଇ ଉନ୍ନତି କରେ। କୋଇଲିଟି ଏକ ପକ୍ଷୀ ମାତ୍ର। ଏଣୁ ତୁମେ ତାକୁ ଧର୍ମପୁର ରାଜ୍ୟକୁ ଫେରାଇ ଦିଅ। ତାର ଯେଉଁଠି ଇଚ୍ଛା ହେବ ରହିବ, ଖୁସିରେ ଗୀତ ଗାଇବ। ମହାତ୍ମାଙ୍କ କଥାକୁ ଭଲ ଭାବେ ଚିନ୍ତା କଲେ ରାଜା। ତାଙ୍କ ଭିତରେ ପରିବର୍ତ୍ତନ ଆସିଲା। ସେ ନିଜର ମନ୍ତ୍ରୀଙ୍କୁ ଆଦେଶ ଦେଲେ, କୋଇଲିଟିକୁ ନେଇ ଧର୍ମପୁର ରାଜ୍ୟରେ ଛାଡ଼ିବାକୁ। ଗୁପ୍ତଚରମାନେ କୋଇଲିଟିକୁ ନେଇ
ଗଛରେ ଛାଡ଼ି ଦେଇ ଆସିଲେ। ଏହା ପରଠାରୁ ସେହି ରାଜ୍ୟରେ ସୁଖ ସମୃଦ୍ଧି ଦେଖାଦେଲା ଓ ରାଜା ବ୍ରହ୍ମଭଟ୍ଟ ଗୋଟେ ଖୁବ୍ ସୁନ୍ଦର ରାଜା ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ କମେଣ୍ଟ କରନ୍ତୁ। ଧନ୍ୟବାଦ।